ଆମର ଆମର ପ୍ରଶାନ୍ତ ବାବୁ ଯିଏ ଆମର ଏମ୍ପି ନୋମିନି ଆଉ ମହିଳା ମୋର୍ଚ୍ଚା କୃଷକ ମୋର୍ଚ୍ଚାର ପ୍ରେସିଡେଣ୍ଟ ଅଛନ୍ତି, ସଭାପତି ଅଛନ୍ତି। ସେ କାଲି ଆମର ଗୌରାଙ୍ଗ ବାବୁ ଆମର ଅଛନ୍ତି, ସେ ତାଙ୍କର ଯାଇଥିଲେ କାଲି ବଜାରକୁ। ଆସିଲା ପରେ ତାଙ୍କୁ କହିଲେ ତୁମେ ଗାଡ଼ି ଅଟକେଇକି ତାଙ୍କୁ କହିଲେ ହେଉଛି ତୁମେ କାହିଁ ସେ କାମ କରୁଛ, କ'ଣ ପାଇଁ କରୁଛ, ଏମିତି କହିଲେ। ସେ କହିଲେ ଆଉ ଆପଣ କାହିଁ ମୋତେ ତୁ ତା ବ୍ୟବହାର କରୁଛନ୍ତି, ଆଉ ତୁ ତା ତ ଏବେ ତୁମେ କୁହନ୍ତୁ କେବେ କୁହନ୍ତୁନି ନା। ହଁ ମୁଁ ତୁ ତା ଏବେ କହିବା ବାଧ୍ୟ ହେଉଛି ନା, କାହିଁ ବା କହିବେ ନା, କାହିଁକି ସେ କାମ ଆପଣ କରୁଛନ୍ତି, ଆପଣଙ୍କୁ କିଏ ଦେଲା, ମୋ ଗାଁରେ କାହିଁକି ଆପଣ ପଶିବାର ଅଧିକାର ଆପଣଙ୍କୁ କିଏ ଦେଲା, ଏମିତି ବହୁତ ମିସବିହେଭ୍ କଲେ। ତେଣୁ ଗୌରାଙ୍ଗ ବାବୁ ଆମର ରହିଲେ ଚୁପଚାପ। ଆସିଲେ ଆମେ ଆଜି ଆସିଛୁ ଆମର ପାର୍ଟି ଅଫିସକୁ, ଆମର ମତାମତ ତାଙ୍କଠୁ ବୁଝି ଆମ ଥାନାରେ ଏଫଆଇଆର ଦେବୁ ଆଉ ଯିବୁ ଆଉ। ଆସନ୍ତାକାଲିର ଘଟଣା ଇଏ। ଆସନ୍ତାକାଲି ସନ୍ଧ୍ୟା 7:23 ଆମେ ଫେରୁଥିବା ଅବସ୍ଥାରେ ଆମକୁ ଫୋନ୍ ମାଧ୍ୟମରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ସମଥିଙ୍ଗ ପ୍ରଶାନ୍ତ କୁମାର ସ୍ୱାଇଁ ଗୌରାଙ୍ଗ ଚରଣ ଲେଙ୍କାଙ୍କୁ ଗାଳିଗୁଲଜ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ବହୁତ କଦର୍ଯ୍ୟ ଭାଷା କହିଛନ୍ତି। ସେଥିପାଇଁ ଗୌରାଙ୍ଗ ଚରଣ ଲେଙ୍କା ଆମର ବାଲିକୁଦା ପାର୍ଟି ଅଫିସରେ ଲିଖିତ ଆକାରରେ ଜଣାଇ ସେ ତାପରେ ବାଲିକୁଦା ଆଇଆଇସିଙ୍କୁ ଗୋଟେ ଲେଟର ଦେଇଛନ୍ତି। ଆ ପାଇଁ କ'ଣ କରାଯିବ ସମୟ କହିବ। ସେ ଆମର ଜଣେ ପ୍ରଶାନ୍ତ ସ୍ୱାଇଁ ବୋଲି ଜଣେ ଲୋକ, ସେ ଆମକୁ କାଲି ଧମକି ଦେଲା, କାହିଁ ଗାଁରେ ତୁମେ ଯାଇ ଆସୁଛ, କାହିଁ ସଂଗଠନ କରୁଛ, ଏଠି ବିଜେପି କରେଇଦେବୁନି, ଏଠି ମୋ ଏରିଆରେ ପୁରେଇ ଦେବିନି, ମାରିଦେବି, ହାଣିଦେବି, କାଟିଦେବି। ଏବଂ ଏଇଭଳି କରିବା ଦ୍ୱାରା ଆମେ ଭାରି ଚିନ୍ତିତରେ ଥିଲୁ। ଏବଂ କାଲି ଆମେ ଯେମିତି ହେଲେ କେମିତି ବଞ୍ଚି ଘରକୁ ଆସିଥିଲୁ। ଏବଂ ସକାଳୁ ଆମେ ଭାବିଲୁ ନାଇଁ ଯାଇକରି ଆମେ ଥାନାରେ ରିପୋର୍ଟ କରିବା। କାଲିକି ଯେଉଁ ଘଟଣା ଘଟିବ ତାହେଲେ ଆମେ ଥାନାବାଲାଙ୍କୁ ଏଇଟାକୁ ଜଣାଇବା ବହୁତ ଆବଶ୍ୟକ। ହଁ, ଦଳୀୟ ଲୋକ, ସେ ଦଳୀୟ ଲୋକ। ଏବଂ ସେ ଖାଲି ମୋ ସାଙ୍ଗେ ନୁହେଁ, ସେ ଆଖପାଖ ଯେତେ ପଞ୍ଚାୟତ ସମସ୍ତଙ୍କର ଆମର ପ୍ରମୁଖମାନେ ଆସିଛନ୍ତି, ସେମାନେ ସମସ୍ତଙ୍କର ବି ତାଙ୍କର ଝଗଡ଼ା। ଦଳୀୟ କଲେକ୍ସନ୍ କରିବା, ଦଳୀୟ ଲୋକଙ୍କଠୁ ଦଲାଲି କାମ କରିବା, କେହି ତାକୁ ନ ମାନିଲେ ସେ ଆମକୁ ହଇରାଣ କରିବାକୁ ଚେଷ୍ଟା କରନ୍ତି। ବିଶୃଙ୍ଖଳିତ ସେ ବିଜେଡ଼ିରେ ଥିଲେ, କିଛି ଦିନ ହେଲା ଆସି ଯେତେବେଳେ ବିଜେପିରେ ଯୋଗ ଦେଲେ ଏବଂ ତାଙ୍କୁ ଉପରେ ତାଙ୍କୁ ଦରାଦରି କରି କିଛି ପୋଷ୍ଟ ନେଇଗଲେ ସବୁ ମୋଚା ଫୋଚା। ଏବଂ ସେ ଖାଲି ନାମକୁ ମାତ୍ର କରି ଏସବୁ କଲେକ୍ସନ୍ କରିବା ତାଙ୍କର ପ୍ରଥମ କାମ ଥିଲା। ସେ ଏବେ କୌଣସି ସଂଗଠନରେ ଆସୁନାହାନ୍ତି, କୌଣସି ମିଟିଂ ସବୁ ଇଭିନ୍ ପାର୍ଟି ଅଫିସ୍ ଆମର ଆଜି 200 ଲୋକ ଆସିଛନ୍ତି, ସେଥିରେ ସେ ପାର୍ଟି ଅଫିସ୍ ଆସନ୍ତିନି କିମ୍ବା କୌଣସି ସାଂଗଠନିକ ମିଟିଂ ଯାଆନ୍ତିନି। ତାଙ୍କ କାମ ହେଲା କଲେକ୍ସନ୍ କରିବା, ଭ୍ରଷ୍ଟାଚାର କରିବା, ଏସବୁ କାମରେ ରୁହନ୍ତି। ସେଥିପାଇଁ ତାଙ୍କର କୌଣସି ଜୋନ୍ 4 8ଟା ପଞ୍ଚାୟତ ରହିଛି, 8ଟା ପଞ୍ଚାୟତର ପ୍ରମୁଖ ଏବଂ ବାହାର ସହିତ ତାଙ୍କ ସମ୍ପର୍କ ନାଇଁ। ଆମେ ଖାଲି ଜଣାଇବା ପାଇଁ ଆସିଛୁ। ଆମ ଲୋକ କାଲି ଯଦି ପିଟିପାଟି ଦେଲେ କିମ୍ବା ସିଏ ଯଦି ମୋତେ ପିଟିପାଟି ଦେଲେ, ଥାନା କମ୍ସେ କମ୍ ଜଣାଅ। ଆମ ଲୋକ ତ କାଲି ଉଠୁଥିଲେ 100 ଲୋକ ତାଙ୍କ ଘରକୁ ଯାଇକରି ଘେରାଇ କରି ମାରପିଟ୍ କରିଥାନ୍ତେ। ତେଣୁ ସେଇଟା ହେବା ଠିକ୍ ହେବନି। କାଲି ଲୋକଙ୍କୁ ମନା କରାଯାଇଛି। ତା ପୂର୍ବରୁ ଥାନାକୁ ଆମକୁ ମେସେଜ୍ ଦେବା ବହୁତ ଜରୁରୀ। ଏ ଗୋଷ୍ଠୀ କନ୍ଦଳ ନୁହେଁ, ଏଇଟା ଆକ୍ଚୁଆଲି ସମସ୍ତେ ଗୋଟିଏ ପଟେ ସେ ଜଣେ ଦୁଇ ଜଣ ମୁଷ୍ଟିମେୟ ଲୋକ ଅଛନ୍ତି। ଏଇଟା ଗୋଷ୍ଠୀ କନ୍ଦଳ କୁହାଯିବନି। ସେ ଆକ୍ଚୁଆଲି ଗୋଷ୍ଠୀ କନ୍ଦଳ ଦଳରେ ନଥିଲେ, ବିଜେଡ଼ିରୁ ଆସିଥିଲେ ଏବଂ ସେଠି ବିଶୃଙ୍ଖଳା ସୃଷ୍ଟି କଲେ। ହଁ, ସେ ଜଣେ ବିଶୃଙ୍ଖଳିତ ଏବଂ କରପ୍ଟେଡ଼୍, ଖାଲି ବିଶୃଙ୍ଖଳିତ ନୁହେଁ, କରପ୍ଟେଡ଼୍ ଏବଂ ଏଇସବୁ ଚୋରି ଡକାୟତି ଇଏ କରିବା, ଲୋକକୁ ଚମକେଇବା, ଧମକେଇବା, କାମ କରି ପଇସା ନେବା ଏବଂ ତା ଲୋକମାନଙ୍କୁ କାମ ଦେବା, ଏଇସବୁ ତା କାମ। ହଁ, ଆମେ ସମସ୍ତେ ଜଣାଇଛୁ ଜିଲ୍ଲା ପ୍ରେସିଡେଣ୍ଟକୁ, ଇଭିନ୍ ଆମ ଏମ୍ପି, ଆମର ଯିଏ ମୁଖ୍ୟ ଯିଏ ସତୀସାରଥୀ ମହାନ୍ତି ଏବଂ ଜିଲ୍ଲାର ଯିଏ ମୁଖ୍ୟ, ସମସ୍ତଙ୍କୁ ଆମେ ଜଣାଇଛୁ। ଏବଂ ଚିଠି ବି ଲେଟର୍ ବି ପ୍ୟାଡ଼୍ ଇସ୍ୟୁ ହୋଇକି ଚାଲିଯାଇଛି।